ଭିତରେ ପଶି ଚିରିଛନ୍ତି, ବାହାରେ ଚିରିଛନ୍ତି, ବାହାରେ ବୋଲ ଟେକା ପକାଇଛନ୍ତି, ରଙ୍ଗ ବୋଳିଛନ୍ତି, ଅନ୍ୟାୟ କରିଛନ୍ତି ରାହୁଲ ଗାନ୍ଧୀ ଫଟୋ ଉପରେ। କାରଣ ସିଆଡ଼େ ନରେନ୍ଦ୍ର ମୋଦି ଅଚେତା ହେଇଗଲାଣି। ରାହୁଲକୁ ଦେଖିଲା ମାତ୍ରେ ପାର୍ଲିଆମେଣ୍ଟରେ 3 ଥର ପରିସ୍ରା ଯାଉଛନ୍ତି ନରେନ୍ଦ୍ର ମୋଦି। ଏତେ ନା ଇମ୍ପୋର୍ଟାଣ୍ଟ ହେଇଗଲାଣି ରାହୁଲ ଗାନ୍ଧୀ। 50ରୁ 100 MP 232 ହେଲାଣି ଆସି ଇଣ୍ଡିଆ ମାନେ ଗୋଷ୍ଠୀ। ତେଣୁ ଭୟଭୀତ ହେଇ କର୍ମୀକି କଂଗ୍ରେସ ଭବନରେ ଭର୍ତ୍ତି କରିବା ଅନ୍ୟାୟ। ମୁଁ ଧନ୍ୟବାଦ ଦେବି ଛାତ୍ର କଂଗ୍ରେସ ସଭାପତି ୟାସିର ମହମ୍ମଦ, ଯୁବ କଂଗ୍ରେସ ସଭାପତି ଆମର ରଞ୍ଜିତ ପାତ୍ର। ସାକ୍ଷାତ କାଉଣ୍ଟର କରାଯାଇଛି, କିନ୍ତୁ ଏ କାଉଣ୍ଟର ବି ସନ୍ତୁଷ୍ଟ ନୁହଁ। ସେ ଆମ ଅଫିସରେ ପଶିଲା, ଆମେ ତମ ଅଫିସରେ ପଶିଥାନ୍ତୁ ମାର୍ଚ୍ଚ ଆକାରରେ। ମୁଁ ସସ୍ପେଣ୍ଡ ହେଲେ ମଧ୍ୟ ଯଦି ଆଉ ଭବିଷ୍ୟତରେ କେବେ ହୁଏ, ଆମେ ମାର୍ଚ୍ଚ ଆକାରରେ ଯାଇ ବିଜେପି ଅଫିସ ଭିତରେ ପଶିବୁ। ୟାର 10 ଗୁଣ ଜବାବ ଦିଆଯିବ। ଯେମିତି ସୁର ଭାଇ ଆପଣ ଜଣେ ବରିଷ୍ଠ ନେତା, କଂଗ୍ରେସର ହେଲା ପରେ ଆପଣଙ୍କୁ ବହିଷ୍କାର କଲା ପରେ ଆପଣଙ୍କୁ କଷ୍ଟ ହୋଇଛି ଖାଲି? ବହୁତ କଷ୍ଟ। ମୁଁ ରାତିରେ ଶୋଇପାରୁନି, ଆଜି ଯୋଗାଡ଼ କରୁଛି। ଆଜି ଆମର ଭାଇମାନେ ସବୁ ଜଟଣୀ ସଭାପତି ଅଶୋକ ମଙ୍ଗରାଜ, ଆମର ପ୍ରକାଶ ଜେନା, ଆମର ଯେ ଡଲୁ ସରପଞ୍ଚ ଦାରୁଠେଙ୍ଗ, ଆମର ଜିଲ୍ଲା ପରିଷଦ, ଆମର PCC ମେମ୍ବର, ଆମ ଇଏ ବାଙ୍ଗଲା ଯାହାକୁ କୁହାଯାଏ ଇଏ ମଲିଆ, ଜୟକୃଷ୍ଣ ମଲିଆ, ଇଏ ସମସ୍ତେ ଲାଗିଲେଣି। ପରଦିନ 5 ତାରିଖ ଦିନ କଂଗ୍ରେସ ଅଫିସରେ ଗୋଟେ ଶାନ୍ତି ପ୍ରୋଟେଷ୍ଟ କରିବେ। ଯେମିତି କେବେ 24 ବର୍ଷ ଭିତରେ ଦେଖା ଦେଇନଥିଲା ଏ ସରକାର। ନାଇଁ ନାଇଁ, କେବେ 24 ବର୍ଷ ନୁହଁ। ଦେଶ ସ୍ୱାଧୀନତା ପରେ ବି କେବେ ମୁଁ ଜାଣିବାରେ 57 ବର୍ଷ ଭିତରେ କଂଗ୍ରେସ ଦଳ ଭିତରେ କୌଣସି ଅନ୍ୟ ଦଳ ପଶିନଥିଲା। ଆମ ଦଳ ଭିତରେ ଆମେ ହେଇଛୁ, କିନ୍ତୁ କେହି ପଶିନଥିଲେ। ଏଇଟା ଘୋର ଅନ୍ୟାୟ ହେଇଛି। ତେଣୁ ମୋହନ ମାଝୀ ମହୋଦୟ ତୁରନ୍ତ ଯେଉଁମାନେ ଇନଭଲ୍ଭ ଆରେଷ୍ଟ କର। ତୁମକୁ ବଦନାମ କରିବା ଷଡ଼ଯନ୍ତ୍ର।